ସ୍ୱାମୀ କିଏ? ଇଏ ନା ସିଏ? ଏ ନାଥଙ୍କର ପୁଅ ଇଆଡକୁ ଆସ। ଇଏ ନା ସିଏ? ଇଏ ଆଜ୍ଞା ଇଏ ତମ ସ୍ୱାମୀ? ମୁଁ କହିଥିଲି ଆଇଲେ ଦି ଜଣ ଯାକ ମିଶିକି ପିଟିବ କହିଥିଲି। ତମେ କଣ କରିବ? ତମେ କଣ ଭିଡି ଭାଡି ହବ କହିଲ? ଏଇ ସାଇକେଲ ସାରେ ଏ ନାଥଙ୍କର ଝିଅ, ଏ ନାଥଙ୍କର ଝିଅ ତମ ସ୍ୱାମୀ କି କଳି ଲାଗିବ। ତମ ଦେହ ଯେମିତି ହବ ଆମ ଗାଁ ଗହଳି ମାଉସୀ ମାନେ ଯାହା ହୁଅନ୍ତି ସେଇଆ ଟିକେ ଦେଖିବା ଆଜି। ଏ ଝିଅ ସିଏ ହେଲା ତମେ ତାଙ୍କୁ ବାନ୍ଧ ଆଜ୍ଞା ଅଣ୍ଟାରେ। ସେ ଆଗ ଆସିଲେ ଆଗ ବନ୍ଦ ଆଗ ବାନ୍ଧିବେ। ଏ ଝିଅ ତମେ ବାନ୍ଧ, ସେ ତମ ସ୍ୱାମୀ ନୁ କାଳେ କହୁଥିଲ। ଆଲୋ ଝିଅ ଆଜି ଇ ଦୀପାନନ୍ଦ ପୂଜା ଜିମ ଘଇତା ଝିଅ ରହିବ କିନ୍ତୁ ଘଇତା ଭାଇ ତିନି ଜଣ ଯାକ ଗଣ୍ଠୁଲି ପୁଣି ନେଲେ ବି ତମର ଜାଗା ଦବନି ଆଜିକାଲି ଦୁଗିଆଣି ଆଜିକାଲି ଦୁଗିଆଣି ଦୁଗି ବଳ ଚାଉଣ୍ଡର ଆଜିକାଲି ଝିଅ ଖାଟି ଖୁଆ ଗିଆ ସନ୍ଧ୍ୟାର ବାଟୁଛି ଟଙ୍କା ତୋର ଭଇତାଟି ତୁଳଲ ସନ୍ତଳି ତୋର ଭଇତାଟି ତୁଳା बुढ़ी छाली की गंती को रखो हेलो ए बुढ़ी मो घोइता करबो ए मा मो घोइता चुपा को से आखा नाही रांडो आट पुरी मो सोल पुरी रांडो मो पांडो ओ पानी मादे बाजी बजा किला पटरे खाइली बोरा लो पिठरे खाइली खोरा कलिजा हबार माने आमर गाँ गले समस्त अच्छा कौन स्वामी प्रति कौन विपद आसिले
ଏମିତି ଆମ ମା ମାନେ ଅଣ୍ଟାରେ ଭିଡ଼ି ହେଇ ସ୍ୱାମୀ ଆଗରେ ଛିଡ଼ା ହୁଅନ୍ତି। ସେହି ଉପଦେଶ ପାଇଁ ଏଇଠି ମୁଁ କଲି। ମା ମାନେ ସ୍ୱାମୀ ପ୍ରତି କୌଣସି ବିପଦ କି ଜଣେ କହିଦେଲେ ସହିପାରିବେ। ଅଣ୍ଟାରେ ଲୁଗା ବାନ୍ଧି ସିଧା ହେଲା ଠିକ ଅଛି। ଅଣ୍ଟାରେ ଲୁଗା ବାନ୍ଧିକିରି ବାଇପାସରେ ତାଳି ମାରୁଛୁ। ଆଲୋ ବୁଢୀ ଛେଳି ତତେ ନ ଯାତ୍ରା କେ ନ ହଉଛି ଗଲା ବୁଢୀକି ଏ ବୁଢୀକି ତନ୍ତି କରା ବଳିଆ ଘରେ ବଳି ପଶିଲା ବଳିଆରୁ ଛାଡି ହେଲା। ଝିଅ ସେତିକି ଆଉ ନାହିଁ। ନାଥଘର ପୁଅ ସଭା ତରଫରୁ ଛୋଟିଆ ପ୍ରଶ୍ନ ଦେଇକି ବିଦା କରିଦବା। ଆପଣ ନାଥଘର ପୁଅ ଆସିଥିଲେ। ନାଥଘର ପୁଅ କୁହନ୍ତୁ ତୁମ ଘର କହିଲେ କପିଳାସ କହୁଥିଲେ। କପିଳାସର ଜଣେ ଶବର ଦ୍ୱାର ରଖି ହେଇକି ଅଛି। ସେ କୋଉ ରୂପର ଅଛି? ଏ ଝିଅ କୋଉ ରୂପର ଅଛି ଜଣେ ଶବର? ନହେଲେ କିଛି ଅସୁବିଧା ନାହିଁ। ସେମ୍ ପ୍ରଶ୍ନ ନାଥଘର ପୁଅ। ଦେଖନ୍ତୁ ଇଏ ହଉଛି ହେଟା ଶିବର ଆଜ୍ଞା। ଏ ଝିଅ ତମ ଶ୍ୱଶୁରର ବାଟରେ ଜଗିଛି ନା? ଆଉ ସିଏ କହିଲେ ଯଦି ସିଏ ନ କହିଲେ ତମ ଶ୍ୱଶୁରର ବାଟରେ ତମେ କହିବନି? କୁହ। ଆସିବେ ଆମର କେଳା କେଳୁଣି ଏକା ସାଙ୍ଗର ଷ୍ଟେଜ କୁ। ଏହାପରେ ପତଳ